ओम श्री गणेशाय नमः। ओम नमो भगवते वासुदेवाय। नारायणं नमस्तुत्यं नरं चैव नरोत्तमं देवी सरस्वती व्यासं ततो जयमुदीरयेत्। मूकं करोति वाचालं पङ्गुं लङ्घयति गिरिं यत्कृपातमहं वन्दे परमानन्दमाधवं। निगमकल्पतरुगलितं फलं सुखमुखादमृतदर्शनयुतं पीतव भागवत रसमलय ମହୁରହ ରସିକା ଭୁବି ଭାବୁକା। ଭାଗବତ ପାଠ କରିବା। ପ୍ରଥମ ସ୍କନ୍ଦ ଦ୍ୱିତୀୟ ଅଧ୍ୟାୟ। ମୁନିଙ୍କ ପ୍ରଶ୍ନ କର୍ଣ୍ଣେ ଶୁଣି ହରଷେ ମନେ ମନେ ଗୁଣି ଜୀବର ହିତେ କୃତକୃତ୍ୟ ହସି କହନ୍ତି ମୁନିସୁତ। ଶ୍ରୀସୁତ ଉବାଚ ଯେ ସୁକ ଏମନ୍ତ ଗମନ କରିଣ ଦେହ କଲେ ଶୂନ୍ୟ ପୁତ୍ରର ସ୍ନେହ ମନେ ଧରି ବ୍ୟାସ ଡାକନ୍ତି ଉଚ୍ଚ କରି ପିତାର ସ୍ନେହ ଭଗ୍ନ ଅର୍ଥେ ଉତ୍ତର ଦେଲେ ବୃକ୍ଷ ରୂପେ। ତାହାଙ୍କୁ ମୋର ନମସ୍କାର ଯେ ହୃଦେ ସର୍ବ ପ୍ରାଣୀଙ୍କର ଜୀବର ପରିତ୍ରାଣ ଅର୍ଥେ କରୁଣା ବହି ଯେହୁ ଚିତେ ଅଖିଳ ଦେବର ସାଗର ଯେ ଅନୁଭବ ଆପଣାର କହିଲେ ପୁରାଣର ସାର ତାହାଙ୍କୁ ମୋର ନମସ୍କାର। ଭାରତୀ ନର ନାରାୟଣ ଯେ ସତ୍ୟବତୀର ନନ୍ଦନ ଯେ ନରୋତ୍ତମ ଏ ସଂସାରେ ନମଇ ତାହାଙ୍କ ପୟରେ। ଶୁଣ ସକଳ ମୁନିଜନ ସାଧୁ ଏ ତୁମ୍ଭର ବଚନ ପରମ ମଙ୍ଗଳ ଏ ବାଣୀ ଜୀବନୀ ସ୍ତରେ ଏହା ଶୁଣି ପରମ ଧର୍ମ ଏ ଜଗତେ କୃଷ୍ଣ ଭଜନ ଯେତେ ମତେ ଫଳର ଆଶା ଯହିଁ ନାହିଁ ବିଘ୍ନ ପଶିବ ଅବା କାହିଁ ବାସୁଦେବଙ୍କ ଠାରେ ଯେତେ ଭକ୍ତି ଉଭୟ ଭୁଏ ତେବେ ଜ୍ଞାନ ବୈରାଗ୍ୟ ଜାତ ହୁଏ ଶୁଷ୍କ ତର୍କାଦି ନାଶ ଯାଏ ଭକ୍ତି କଲେ ଯେ ଜ୍ଞାନ ହୁଏ ଜୀବନ ପଡ଼େ ମାୟା ମୋହେ ବିଷ୍ଣୁ ଚରିତ ଶୁଣି ଯେବେ ଭକ୍ତି ନ ଜନ୍ମେ ମୂଢ଼ ଭାବେ କେବଳ ଶ୍ରମ ତାହାଙ୍କର କାହୁଁ ତରିବେ ତମ ଘୋର ଅର୍ଥ ସଞ୍ଚନ୍ତି ଯେତେ ନର କେବଳ ଶ୍ରମ ତାହାଙ୍କର ଅର୍ଥେ ନ ପାଇ କାମ ମୋକ୍ଷ ସେ ପ୍ରାଣୀ ଅଧମ ପ୍ରତ୍ୟକ୍ଷ ଇନ୍ଦ୍ରିୟ ଅର୍ଥ ପ୍ରିୟ ଯେତେ ଲୋଭେ ଭ୍ରମଇ କାମ ଅର୍ଥେ ଯାଦବ ଜୀବନ ଧରଇ କାମ ଲୋଭରେ ସୁଖ ନାହିଁ ଜୀବର ତତ୍ତ୍ୱ ଜାଣିବାରେ କେ ଜ୍ଞାନୀ ଅଛି ଏ ସଂସାରେ ତତ୍ତ୍ୱ ବିଚାର ଜ୍ଞାନ ଯେତେ ଜ୍ଞାନୀ କହନ୍ତି ଏ ଜଗତେ କେହୁ କହନ୍ତି ବ୍ରହ୍ମ ତତ୍ତ୍ୱ କେହୁ ବା କହେ ପରମାର୍ଥ କେହୁ କହନ୍ତି ଭଗବାନ ନିର୍ମଳ ପରମ ଯେ ଜ୍ଞାନ ଏଭାବେ ପ୍ରତି ଯେ କରନ୍ତି ଜ୍ଞାନ ବୈରାଗ୍ୟ ଆଚରନ୍ତି କହନ୍ତି କୃଷ୍ଣ ଠାରେ ଭକ୍ତି ଆତ୍ମାରେ ଆତ୍ମାକୁ ଦେଖନ୍ତି ହରିଶ ବଣୁ ଭକ୍ତି ଜାତ
ଅଜ୍ଞାନୀ ନ ଜାଣେ ଜଗତ। ଏଣୁ ଅଖିଳ ଏ ଜଗତେ ଅଛନ୍ତି ବର୍ଣ୍ଣାଶ୍ରମ ଯେତେ। ସ୍ୱଭାବେ ଧର୍ମ ଆଚରଣେ ଭକ୍ତି ଉପୂଜେ ନାରାୟଣେ। ଯେବେ ସନ୍ତୋଷ କୃଷ୍ଣ ହୋଇ ପ୍ରାଣୀକୁ ଚତୁର୍ବର୍ଗ ଦେଇ। ଏ ଘେନି ହୋଇ ଏକ ମନ ଭାବେ ତୋଷିବେ ଭଗବାନ। ବିଷ୍ଣୁର ଗୁଣ କର୍ମ ଯେତେ ନିତ୍ୟ ଶୁଣିବ କର୍ଣ୍ଣପଥେ। ନିର୍ମଳ କରି ସ୍ଥିର ମନ ନିରତେ କରିବ କୀର୍ତ୍ତନ। ଧ୍ୟାନେ ଚିନ୍ତିବ କୃଷ୍ଣ ରୂପେ ପୂଜା କରିବ ସୁଖ କଳ୍ପେ। ଏ ଭାବେ ଭକ୍ତି ଯୋଗ ବଢ଼େ କର୍ମ ବନ୍ଧନ ଗ୍ରନ୍ଥି ଛିଡ଼େ। ଏଣୁ ଜଗତେ ଜ୍ଞାନୀ ଯେତେ କୃଷ୍ଣ ନ ଭଜିବେ କେମନ୍ତେ। କୃଷ୍ଣ ଶ୍ରବଣେ ଭକ୍ତି ଯାର ସେ ପ୍ରାଣୀ ଭବ ମଧ୍ୟେ ସାର। ହରିଚରଣେ ଯାର ଶ୍ରଦ୍ଧା ତାଙ୍କୁ ନ ଲାଗେ ଭାବ ଦାଧା। ଏ ପୁଣ୍ୟ ସାଧୁ ସଙ୍ଗ ମିଳେ ପୁଣ୍ୟ ତିଥିକୁ ଆଶ୍ରା କଲେ। ତେବେ ସେ ହରି ରସେ ରହି ଭକ୍ତଙ୍କ ସଙ୍ଗେ ଯେବେ ମିଶେ। କୃଷ୍ଣର କଥା ଯେ ଶୁଣନ୍ତି ବଦନେ ମହିମା ମହନ୍ତି। ତାହାଙ୍କ ହୃଦେ ହରି ବସେ ସର୍ବ ଅଶୁଭ ଫଳ ଧ୍ୱଂସେ। ସେ ପୁଣ୍ୟ ଶ୍ରବଣ କୀର୍ତ୍ତନ ବେଦ କହନ୍ତି ମୁନିଜନ। ସାଧୁଜନଙ୍କ ମିତ୍ର ହରି ଏଣୁ ଭକତକୁ ଆଦରି। ହେଳେ ତାରଇ ଭବ ସିନ୍ଧୁ ଯେଣୁ ଭକତ ଜନ ବନ୍ଧୁ। ଭକ୍ତ ଜନଙ୍କ ସେବା ବେଳେ ଦହନ ହୋନ୍ତି ଅମଙ୍ଗଳେ। ତେବେ ସେ ଗୋବିନ୍ଦ ବିଷये ଭକ୍ତି ଉପୂଜେ ନର ଦେହେ। ସ୍ୱଭାବେ ରଜ ତମ ଗୁଣ କାମାଦି ଯେତେ ରିପୁ ଥାଇ। ଚିତୁ ବାହାର ହୋଇଯାନ୍ତି ସାତ୍ୱିକ ଗୁଣ ଆବରନ୍ତି। ଏତେ ପ୍ରକାରେ ଯେବେ ମନ ନିର୍ମଳ ହୋଇବ ପ୍ରସନ୍ନ। ତେବେ ସେ ଭକ୍ତି ଯୋଗ ବଳେ ଶ୍ରୀକୃଷ୍ଣ ଭକ୍ତ ସଙ୍ଗ ମିଳେ। ନିର୍ମଳ ଜ୍ଞାନ ପ୍ରକାଶଇ ଜନ୍ମ ମରଣ ଆଦି କାହିଁ। ଅଶେଷ କର୍ମ ଗ୍ରନ୍ଥି ବନ୍ଧ ଏଣେ ଛିଡ଼ଇ ସର୍ବଦ୍ୱନ୍ଦ। ସର୍ବ ସଂଶୟ କଲେ କର୍ମ ଛାଡ଼ଇ ବିଷ୍ଣୁ ମାୟା ଭ୍ରମ। ଆତ୍ମାରେ ଆତ୍ମା ସେ ଦେଖନ୍ତି ଜନ୍ମ ମରଣେ ନାହିଁ ଭ୍ରାନ୍ତି। ଏଣୁ ପଣ୍ଡିତ ଜନ ଯେତେ ଆନନ୍ଦେ ଭକ୍ତି ଯୋଗ ମତେ। ହରି ବିଷये ଦୃଢ଼ ଚିତ୍ତେ ନିତ୍ୟ ଭଜନ୍ତି ଆତ୍ମା ମତେ। ବିଷ୍ଣୁର ମାୟାରୁ ସମ୍ଭୂତ ଆଦି ପ୍ରକୃତି ଜନମତ। ସେ ସତ ରଜ ତମ ଗୁଣ ସୃଷ୍ଟି ପାଳନ ସଂହାରଣ। ଅନାଦି ପରମ ପୁରୁଷ ଏ ତିନି ଗୁଣେ ଯେ ପ୍ରବେଶ। ସୃଷ୍ଟି ଉଦୟେ ବ୍ରହ୍ମା ହୋଇ ପାଳନେ ବିଷ୍ଣୁ ସେ ବୋଲାଇ। ସଂହାର କାଳେ ରୁଦ୍ର ରୂପେ ସୁଖେ ବିହରେ ମୋର କଳ୍ପେ। ସେ ଶୁଦ୍ଧ ସତ୍ୟ ବିଷ୍ଣୁ ଦେହେ ଜନ୍ତୁଙ୍କ ଶ୍ରେୟ ଗୁଣ ବହେ। କାଷ୍ଠ ସଂଯୋଗ ଧୂମ ଜାତ ଧୂମରୁ ଅନଳ ସମ୍ଭୂତ। ତୃତୀୟ ଭାଗ ଏ ପ୍ରମାଣ ତାମସ ରଜ ସତଗୁଣ। ଏ ଭାବେ ବ୍ରହ୍ମା ପରିମାଣି ଭବସାଗରୁ ତରେ ପ୍ରାଣୀ। ନିର୍ମଳ ଚିତା ମୁନି ଯେତେ ଯେଉ ତପତି ଏ ଜଗତେ। ସ୍ୱଭାବେ ଘୋର ଭୟଙ୍କର ଏଣେ ନ ଭଜେ ମନ ଯାର।
ଅହିଂସା ଶାନ୍ତି ଗୁଣ ଥାନ୍ତି ହରିଚରଣ ନିତ୍ୟ ଚିନ୍ତି। ଧନ ସମ୍ପଦେ ଯାର ଇଚ୍ଛା ସେ କରେ ଭୂତ ପ୍ରେତ ଦୀକ୍ଷା। ସଂସାରେ ଦେବ କର୍ମ ଯେତେ ତପସା ଧନେ କ୍ରିୟା ମତେ। ପରମ ତତ୍ତ୍ୱ ଜ୍ଞାନୀ ଆଦି କଠୋର ଯେତେ କର୍ମ ସାଧି। ଏ ସର୍ବଗତି ନାରାୟଣ ଏବେ ହୋ ମୁନି ଗଣେ ଶୁଣ। ଏ ମନ୍ତେ ସୂକ୍ଷ୍ମ ରୂପ ଧରେ ମାୟାରେ ସଂସାରେ ବିହରେ। ସ୍ୱଭାବେ ନିର୍ଗୁଣ ମୁରାରି ଖେଳଇ ତ୍ରିଗୁଣ ଆବୋରି। ସକଳ ଜୀବ ମଧ୍ୟେ ଥାଇ ଅଜ୍ଞାନ ଜୀବ ନ ଜାଣଇ। ଅଶେଷ ମହିମା ଯେ ଧୀରେ କିବା ଉପମା ଦେବା ତାରେ। ସକଳ ଭୂତେ ହରି ବସେ କ୍ଷେତ୍ରିଗ ରୂପ ପରକାଶେ। ଅଗ୍ନି ଯେ ସନେ କାଷ୍ଠେ ଥାଇ ସେ ରୂପେ ବିଷ୍ଣୁ ଆତ୍ମା ସେହି। ସ୍ୱତନ୍ତ୍ର ତାଙ୍କ ଦେହ ଥାଇ ବିଷୟ ଭୋଗକୁ କରଇ। ଦେବତୀର୍ଜକ ନର ଆଦି ସେ ଲୀଳାବତୀର ପ୍ରସିଦ୍ଧି। ତହିଁରେ ଅନୁରକ୍ତ ହୋଇ ପାଳଇ ସତ୍ୱଗୁଣ ବହି। ସେ ହରି ଚରଣ ପଙ୍କଜ ସୁଜନ ଜନ ମାନେ ଭଜ। କହଇ ଜଗନ୍ନାଥ ଦାସ ଗୀତ ପ୍ରସଙ୍ଗେ କୃଷ୍ଣ ରସ। ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପରମହଂସ୍ୟାଂ ସଂହିତାୟାଂ ବୈୟାସିକ୍ୟାଂ ପ୍ରଥମ ସ୍କନ୍ଧେ ନୈମିଷିକୋପାଖ୍ୟାନେ ଶ୍ରୀ ଭାଗବଦାନୁଭାବ ବର୍ଣ୍ଣନେ ନାମ ଦ୍ୱିତୀୟ ଅଧ୍ୟାୟ।